ସମସ୍ତଙ୍କୁ ଶୁଭ ସକାଳ। ହ୍ୟାଲୋ ଗାଇସ୍, ନୂଆ ଏକ ବ୍ଲଗ୍କୁ ସ୍ୱାଗତ କରୁଛି। କାହିଁକିନା ସମସ୍ତଙ୍କର ନମସ୍କାର। ଆଉ ସମସ୍ତେ ଭଲରେ ଥିବ ବୋଲି ମୁଁ ଆଶା କରୁଛି। ମୁଁ ମଧ୍ୟ ବହୁତ ଭଲରେ ଅଛି। ଆଉ ଚାଲନ୍ତୁ ଆଜିର ବ୍ଲଗ୍କୁ ଏଠୁ ଷ୍ଟାର୍ଟ କରିବା। ଦେଖିବା ଆପଣମାନଙ୍କୁ କ'ଣ ସବୁ ଦେଖାଉଛି। ଚାଲନ୍ତୁ ଦେଖିବା। ଆମ ଲୋକ ବର୍ତ୍ତମାନ ଅଣ୍ଡା ଦେଉଛନ୍ତି, ଦେଖିପାରୁଥିବେ। ଦେଖିପାରୁଥିବେ ଖରା କେତେ ବାହାରି ସାରିଲାଣି। ଆଉ ଥଣ୍ଡା ଥଣ୍ଡା ଭଳିଆ ମଧ୍ୟ ଲାଗୁଛି। ଥଣ୍ଡା ପାଗ ଯାହାକୁ ବେଳ ବାହାରି କେତେ ଉପରକୁ ଗଲାଣି ଦେଖିପାରୁଥିବେ। କାଲି ଏତିକି ପ୍ଲାଷ୍ଟର ହେଇଛି। ଆଉ କାଲିକାର କାମ ଛାତ ଉପରେ ଗ୍ରେଡ଼ିଂ ହେଲା। ଆଉ ସାମନା ପଟା ପ୍ଲାଷ୍ଟର ଟିକେ ବାକି ଅଛି। ଆଜି ମିସ୍ତ୍ରୀମାନେ ଆସିଲେ। ଆଉ ଅଲଗା ସାଇଡ଼୍ ପଟ ପ୍ଲାଷ୍ଟର ମରାଯିବ ଆଜି। କିନ୍ତୁ ଆସିଲା ପରେ ଆପଣମାନଙ୍କୁ ନିଶ୍ଚିତ ଦେଖେଇବି। ମିସ୍ତ୍ରୀମାନେ ଆସିକି ସେମାନେ କାମ ଆରମ୍ଭ କରିଦେଲେଣି। ଦେଖିପାରୁଥିବେ ପ୍ଲାଷ୍ଟର ମାରିବା ଆରମ୍ଭ କଲେଣି। ଆଉ ଆମର ଏଠି ରାତିରେ କିଛି ତରକାରୀ ପ୍ରସ୍ତୁତି ହେଇସାରିଲାଣି। ଦେଖିବେ ଆଜି ଆମ ଘରେ ଆପଣଙ୍କୁ ଦେଖାଉଛି କେତେ ବଡ଼ ବିଲାତି। ଦୁଇଟା ବିଲାତିରେ କେତେ ହେଇଗଲା ଆମର ଦେଖିବେ। ଆପଣଙ୍କୁ ଦେଖାଉଛି, ଦେଖନ୍ତୁ। ଆପଣମାନେ ଦେଖିପାରୁଥିବେ ଦୁଇଟା ବିଲାତିରେ କାଟିଲା ପରେ ବେଲା ଅଧା, ଗୋଟେ ବିଲାତିରେ ଏତିକି ହେଇଛି। ଆଉ ଗୋଟେ ବିଲାତି କାଟା ହେଇନି। ଆଜି ଆମ ଘରେ ବିଲାତି ତରକାରୀ ହେବ। ଗୋଟେ ବିଲାତିରେ ଦେଖିପାରୁଥିବେ ସାଙ୍ଗମାନେ ଏତିକି। ଦୁଇଟା ବିଲାତି ଯଦି କଟାଯାଏ ଆପଣଙ୍କୁ କେତେ ହେଉଛି ଆପଣ ନିଶ୍ଚୟ ଦେଖେଇବି। ଦେଖିପାରୁଥିବେ କେତେ ବିଲାତି, ପୁରା ଦୁଇଟା ବିଲାତିରେ ମାନେ ପୁରା ଅଧ ବେଲେ। ଇଏ ହେଉଛି ଆମର ଦେଶୀ ବିଲାତି। କାରଣ ଦେଖିବା ବିଲାତିର ରୋଷେଇ ଆଜି ଆମ ଘରେ ହେଉଛି, ଆପଣଙ୍କୁ ଦେଖେଇବି। ଦେଶୀ ଷ୍ଟାଇଲରେ ଆମର ବିଲାତି ରୋଷେଇ ହେବ। ଦେଖିଲି କେତେ ବଡ଼ ବଡ଼ ବିଲାତି। ଆଉ ଆପଣଙ୍କ ବାଡ଼ିରେ ଏତିକି ବଡ଼ ବଡ଼ ବିଲାତି ଅଛି କି ନାହିଁ କୁହନ୍ତୁ। କିନ୍ତୁ ଏଟା ହେଉଛି ଆମର ଦେଶୀ ବିଲାତି। ଯେଉଁ ବିରାଟ ବଡ଼ ବଡ଼ ହେଇଛି। ଆଉ ଖାଇଲେ ମୋତେ ଭଲ ଟେଷ୍ଟ ଲାଗେ। ଚାଲନ୍ତୁ ଦେଖିବା ବିଲାତିର ଆଜି। ବର୍ତ୍ତମାନ ଦେଖୁଥିବେ ଆମର କଢ଼େଇରେ ତେଲ ପଡ଼ିଗଲା। ବର୍ତ୍ତମାନ ତେଲ ଗରମ ହେଇଗଲା। ଗରମ ହେଇକି ବର୍ତ୍ତମାନ ରସୁଣ ଆଉ ଲଙ୍କା ପଡ଼ିଗଲା। ଏ ମଧ୍ୟ ଆମର ବାଡ଼ିରୁ ଆଳୁ ଚୁରିକି ଅଣା ହେଇଛି। ଆଉ ଦେଖିପାରୁଥିବେ ଆଉ ଆଳୁକୁ ନିଆଁରେ ପୋଡ଼ା ହେଉଛି। ନିଜ ବାଡ଼ିରୁ ନିଜେ ଆମେ ଚୋରି କରୁଛୁ। ଆଉ ବର୍ତ୍ତମାନ ବିଲାତି ପଡ଼ିଗଲା, ଦେଖିପାରୁଥିବେ। ବର୍ତ୍ତମାନ ଲାଇଟ୍ ସଟ୍ ଆମର ସେମିତି ହେଲା ପରେ ଆପଣଙ୍କୁ ଦେଖେଇବି। କେତେ ବିଲାତି କେତେ ସୁନ୍ଦର ହେଇଯାଇଛି। ଆଉ ଲାଇଟ୍ ତ ନାହିଁ, ଯାହାଫଳରେ ଲାଇଟ୍ ସଟ୍ ହେଉଛି। ଦେଖୁଥିବେ ସେଇ ବିଲାତି ଏତେ ବଡ଼ ବଡ଼ ବିଲାତିଟା ଦେଖିବେ କେତେ ସୁନ୍ଦର, ପୁରା ମାନେ ଆଉ ପୁରା କ୍ଷୀରି ହେଇଗଲା ପୁରା। ଦେଖିପାରୁଥିବେ କେତେ ସୁନ୍ଦର, ବହୁତ ମସ୍ତ ହେଇଛି। ଚାଲନ୍ତୁ ବିଲାତି ଆପଣଙ୍କୁ ତ ଦେଖେଇଲି, ଆଉ କ'ଣ ଦେଖେଇବି ବା। ଚାଲନ୍ତୁ ଦେଖିବା, ଭିଡ଼ିଓ ଉପରେ କଣ୍ଟିନ୍ୟୁ କରିଥାନ୍ତୁ। ବର୍ତ୍ତମାନ ଦେଖିପାରୁଥିବେ ଆମର ଆଳୁ ପୋଡ଼ା ହେଇଥିଲା। ସେ ଆଳୁକୁ ବର୍ତ୍ତମାନ ଆଳୁ ଚକଟା କରାଯାଉଛି। ତା ସହିତ ସୋରିଷ ତେଲ ପଡ଼ିଗଲା। ତାକୁ ପୁରା ଦଳିକି ପୁରା ମିକ୍ସ କରିଦିଆଗଲା। ଆଳୁ ଚକଟା ସହିତ ଯଦି କଞ୍ଚା ସୋରିଷ ତେଲ ଟିକେ ପଡ଼ିଯାଇଥାଏ ନା, ଦେଖିବେ। ଆଉ ଟିକେ ଲଙ୍କା ଟିକେ ପଡ଼ିଥିବ, ତାକୁ ଟିକେ ପୁରା ଟେଷ୍ଟ ଲାଗିବ। ମାନେ ପୁରା ଜବରଦସ୍ତ ଟେଷ୍ଟ। ଆପଣମାନେ ସେମିତି କରି ଖାଇଛନ୍ତି କି ନାହିଁ? ଯଦି ଖାଇଛନ୍ତି ତ ଟେଷ୍ଟ କରନ୍ତୁ, ଦେଖିବେ କେମିତି ଭଲ ଲାଗିବ। ଆପଣ ନିଶ୍ଚିତ ଜାଣିବେ। କିନ୍ତୁ ଆମର ଏମିତି ଚାଲେ। ଆଉ ଆପଣଙ୍କ ଏମିତି ଚାଲେ କି ନ ଚାଲେ ସେଟା ଆମେ ତ କହିପାରିବୁନି, କିନ୍ତୁ ଆମର ଚାଲେ। ଭୋକ ତ ହେଇଗଲାଣି, ଚାଲନ୍ତୁ ଖାଇଦେବା। ଆଉ ଆଜି ଆମ ଘରେ
ये भात ये आलू खटा ये हूँ बिलाती खटा ये हूँ आमर सुजुना फूल भजा चलतु चलतु खाइबा आउ केमती टेस्ट होती जानिबा आउ बिलाती किंतु मस्त होती पूरा बढ़िया टेस्ट खाया पूरा सरीगला पूरा देख पारे पूरा डेक्ची पूरा फाँका कड़ाई कड़ाई सब आम फाँका हो वीडियो तो बहुत लंबा होगलानी देखा परवर्ती वीडियो रे। जय जगन्नाथ।